ଜୟଗୁରୁ। ଆଜି ଆମେ କଥା ହେବା ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜ୍ୟେଷ୍ଠ ଆତ୍ମଜ ଶ୍ରୀ ଶ୍ରୀ ବଡ଼ଦାଙ୍କ ବିଷୟରେ। ଏହି କଥାଟି ଡାକ୍ତର ବିନାୟକ ମହାପାତ୍ର ସତ୍ସଙ୍ଗର ସହପ୍ରତିନିଧିଙ୍କ ଲେଖା ଲାହା ପ୍ରଣାମ ପୁସ୍ତକରୁ ସଂଗ୍ରହ କରାଯାଇଅଛି। ବିଷୟଟିକୁ ଆରମ୍ଭ କରିବା ପୂର୍ବରୁ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଆଗକୁ ଠାକୁରଙ୍କର ନୂଆ ନୂଆ କଥା ସବୁ ଶୁଣିବାର ସୁଯୋଗ ପାଆନ୍ତୁ ଏବଂ ଅନ୍ୟମାନଙ୍କ ସହିତ ମଧ୍ୟ ଭିଡ଼ିଓଟିକୁ ସେୟାର କରନ୍ତୁ। ତ ଚାଲନ୍ତୁ ଆମେ ଆରମ୍ଭ କରିବା। ଶ୍ରୀ ଶ୍ରୀ ବଡ଼ଦା ଚିଠି ପଢ଼ି ଖୁବ୍ ହିଁ ପ୍ରୀତି ହେଲେ। ବାପାଙ୍କୁ ଏହାର ଗୋଟେ ପ୍ରାପ୍ତି ସମ୍ବାଦ ଜଣେଇ ଦେବାକୁ କହିଲେ। ବାପାଙ୍କୁ ଲେଖିଦେବୁ, ନରନାରାୟଣଙ୍କ ସେବା ନୁହେଁ, ଇଷ୍ଟ ସେବା। 1975 ସାଲରେ ଶ୍ରୀ ଶ୍ରୀ ବଡ଼ଦା ଦକ୍ଷିଣ ଭାରତ ଯାତ୍ରା କରନ୍ତି ଏବଂ ରାସ୍ତାରେ ଭୁବନେଶ୍ୱରରେ ଗୋଟେ ସରକାରୀ କ୍ୱାର୍ଟରରେ ଦିନେ ଅବସ୍ଥାନ କରନ୍ତି। ମୋର ବାପା ତାଙ୍କ ଦର୍ଶନରେ ଆସନ୍ତି ଏବଂ ଶ୍ରୀ ଶ୍ରୀ ଠାକୁରଙ୍କ ସତ୍ମନ୍ତ୍ରରେ ଦୀକ୍ଷିତ ହୁଅନ୍ତି। 1982 ସାଲର ଅପ୍ରେଲରେ ସିଏ ପୁରୀ ଆସନ୍ତି। ଏଥର ରୁହନ୍ତି ଅଗଷ୍ଟ ପର୍ଯ୍ୟନ୍ତ। ଏତେ ଦିନ ରହିବାର କଥା ନଥିଲା। ସମସ୍ତେ ଭାବୁଥିଲେ 8-10 ଦିନ ରହିବେ, କିନ୍ତୁ ଏତେ ଦିନ ରହିଗଲେ। ଦେଓଘରକୁ ଆସିବା ବାଟରେ ପ୍ରାୟ ହିଁ ମେଦିନପୁରର ଠାକୁରବାଡ଼ିରେ ଅବସ୍ଥାନ ଏବଂ ପରଦିନ ଅତି ପ୍ରତ୍ୟୁଷରେ ପୁରୀ ଅଭିମୁଖେ ଯାତ୍ରା। ଏହା ଥିଲା ଧରାବନ୍ଧା ନିୟମ। ସେଥର ମେଦିନପୁରରୁ ଭୋରରୁ ବାହାରି ପୁରୀ ଠାକୁରବାଡ଼ିରେ ପହଞ୍ଚିଲେ ପ୍ରାୟ ସମୟ 1ଟାଏ ବେଳେ। ପହଞ୍ଚି ଦେଖାଗଲା ଓଭରହେଡ୍ ଟ୍ୟାଙ୍କରେ ପାଣି ନାହିଁ। ପମ୍ପଟି ଖରାପ ହୋଇଯିବାରୁ ଏହି ଅବସ୍ଥା। ପମ୍ପ ଠିକ୍ କରିବାକୁ ନିଆଯାଇଛି। ଠାକୁରବାଡ଼ି ପରିସରରେ ଥିବା ଗୋଟେ କୂଅରୁ ପାଣି ଆଣି ସ୍ନାନ ବ୍ୟବସ୍ଥାରେ ସିଏ ରାଜି ହେଲେ ନାହିଁ। ଅଗତ୍ୟ କାର୍ତ୍ତିକ ଭାଇ ବଜାରକୁ ଯାଇ ଗୋଟେ ନୂତନ ପମ୍ପ ସେଟ୍ କିଣି ଆଣିଲେ। ସେଇଟିକୁ ଫିଟ୍ କରାଯାଇ ପାଣି ଉଠି ଟ୍ୟାଙ୍କ ଭର୍ତ୍ତି କରିବା ପରେ ସିଏ ସ୍ନାନ କରିଲେ। ସେ ପର୍ଯ୍ୟନ୍ତ ଶାନ୍ତ ଭାବେ ବସି ରହି ମନେ ହେଲା ସମୁଦ୍ର ସଙ୍ଗେ କଥାବାର୍ତ୍ତା କରି ସମୟ କଟାଇଲେ। ପୁରୀରେ ଥିବା ସମୟରେ ଆଉ ଗୋଟେ ଘଟଣା। ବାଥରୁମ୍ର ଗୋଟେ କଳ ଖରାପ ହୋଇଯିବାରୁ ପାଣି ପଡ଼ି ଚାଲିଛି। ପୁଣି ଆଉଟ୍ ପାଇପ୍ ତଳେ କୌଣସି ଗୋଟେ ଜାଗାରେ ଜାମ୍ ହୋଇଯାଇ ବାହାରିବାର ରାସ୍ତା ନ ପାଇ ସେହି ପାଣି ବାଥରୁମ୍ରେ ଜମୁଛି। ଧୀରେ ଧୀରେ ସେହି ପାଣି ବାଥରୁମ୍ ପାର ହୋଇ ବାରଣ୍ଡା ଦେଇ ଘର ଭିତରକୁ ପଶିବାରୁ ସମସ୍ତେ ଧାଁ ଧପଡ଼ ଆରମ୍ଭ କରିଦେଲେ। ସିଏ ଖଟ ଉପରେ ଚୁପ୍ ହୋଇ ବସିଛନ୍ତି। ଘରର ମଝି ଆଡ଼କୁ ଚାହିଁ ମୁରୁକି ମୁରୁକି ହସୁଛନ୍ତି। ଅନ୍ୟ ଉପାୟ ନ ପାଇ ନିକାସି ପାଇପ୍ଟିକୁ ଭାଙ୍ଗି ଦେବାକୁ ହେଲା। ଘର ଭିତରୁ ପାଣି ବାହାର କରି ଶୁଖାଗଲା ଏବଂ ପ୍ଲମ୍ବର ଡାକି ସେହି ତ୍ରୁଟିଗୁଡ଼ିକୁ ଠିକ୍ କରି ଦିଆଗଲା। ଯେଉଁ ମଣିଷ ପାନରୁ ଚୂନ ଖସିଲେ ରାଗି ଯାଉଥିଲେ, ତାଙ୍କୁ ଏପରି ଶାନ୍ତ ହୋଇ ବସି ରହିବାର ଦେଖି ଅବାକ୍ ଲାଗିଲା। ଏହି ଦୁଇଟି ଘଟଣା ପ୍ରମାଣ କରେ ଯେ କୌଣସି ପରିସ୍ଥିତିରେ ଯେ କୌଣସି ଭାବେ ରହିବାଟା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ସେଇ 1976 ସାଲରେ ପୁରୀରେ ଥିବା ସମୟରେ ଦିନେ ପୂଜନୀୟ ରାଙ୍ଗାମା ଏବଂ ପୂଜନୀୟ ମା'ଙ୍କୁ ସାଙ୍ଗରେ ଯତୀନ ଭାଇଙ୍କ ସଙ୍ଗେ କୋଣାର୍କ, ଉଦୟଗିରି, ଖଣ୍ଡଗିରି ଇତ୍ୟାଦି ଦେଖିବାକୁ ପଠାଇଲେ। ସାଙ୍ଗରେ ଆଶ୍ରମରୁ ଆସିଥିବା ପ୍ରାୟ ସମସ୍ତଙ୍କୁ ହିଁ ପଠାଇଦେଲେ। ଅସିତ ଭାଇ ଓ ମୁଁ ଠାକୁରବାଡ଼ିରେ ରହିଲୁ। ଏ ବେଳା ରାନ୍ଧା ଆଉ ତାଙ୍କର ଭୋଗ ଦେବାର ଦାୟିତ୍ୱ ଆମ୍ଭମାନଙ୍କର। ତାଙ୍କ ଦୟା ଏବଂ ସହଯୋଗିତାରେ ସବୁକିଛି ସୁଷ୍ଠୁ ଭାବେ ସମାପନ ହେଲା। ଭୋଗ ପରେ ସିଏ ବିଶ୍ରାମ କରିଲେ। ମା'ମାନେ ଉପରବେଳା ଆଡ଼କୁ ଫେରିଲେ। ଏଥର ତାଙ୍କ ସଙ୍ଗେ ଦେଓଘରରୁ ଅନେକ ଝିଅ ଆସିଛନ୍ତି। ସକାଳେ ସମସ୍ତେ ଚାଲିଯିବା ପରେ ସିଏ ମୋତେ ଡାକି କହିଲେ, ଦେଖ ତ ସେଇ ଝିଅମାନେ ନିଜ ଲୁଗାପଟା ଶୁଖାଇଛନ୍ତି କି ନା। ମୁଁ ଦେଖେ
ମୁଁ ଦେଖି ଆସି କହିଲି, ଓଦା ଲୁଗାଗୁଡ଼ିକ ସେମିତି ପଡ଼ି ରହିଛି। ସିଏ ମୋତେ ସେଗୁଡ଼ିକ ଛାତରେ ନେଇ ଶୁଖାଇ ଦେବାକୁ କହିଲେ। ମୁଁ ତାଙ୍କ କଥା ଅନୁସାରେ ତା ହିଁ କରିଲି। ଫେରି ଆସିବାରୁ କହିଲେ, ଏଇଟା କରିବାକୁ ତୋତେ କ'ଣ ଖରାପ ଲାଗିଲା? ମୁଁ କହିଲି, ନା, ଆପଣ କହିଲେ ମୁଁ ବି କରିଦେଲି, ଖରାପ ଲାଗିବ କାହିଁକି? ସିଏ କହିଲେ, କାମ ଛୋଟ ହିଁ ହେଉ ଆଉ ବଡ଼ ହିଁ ହେଉ, ତା ବିନା ସଂକୋଚରେ ଘୃଣା ଲଜ୍ଜା ଛାଡ଼ି କରିପାରିଲେ ହିଁ ଭଲ। ଏଇଟା କରିବାକୁ ତୋତେ ହୁଏତ ଖରାପ ଲାଗିଲାନି, କିନ୍ତୁ ଖୁସି ହୋଇପାରିଲୁ କି ନା? ମୁଁ ଟିକେ ଘାବରେଇ ଗଲି। କହିଲି, ହଁ, ଖୁସି ହେଲି। ସିଏ ସଙ୍ଗେ ସଙ୍ଗେ କହିଲେ, ମୁଁ ହୋଇଥିଲେ ଖୁସି ହୋଇନଥାନ୍ତି, କାରଣ ଏହା ଭାବି ସେଥିରେ ମୋତେ କଷ୍ଟ ହେଉଛି ଯେ ସେମାନେ ଏପରି ଭାବେ ସବୁ ପକାଇ ଦେଇ ଚାଲିଗଲେ। ଏହା କହି ହସିଲେ। ଏପରି କରି ପ୍ରତିନିୟତ ଅଜସ୍ର କାମ ମାଧ୍ୟମରେ ବିଚାର ବୁଦ୍ଧି ଉଦ୍ରେକ କରି ପ୍ରିୟତୃଷ୍ଟିର ଶିକ୍ଷା ସତତ ହିଁ ଦେଉଥିଲେ ଆଉ ଆମମାନଙ୍କୁ ତିଆରି ହେବାର ସୁଯୋଗ ଆଣି ଦେଉଥିଲେ। 1982 ସାଲରେ ସମସ୍ତେ ଭାବିଥିଲେ ସିଏ ସର୍ବମୋଟ 8-10 ଦିନ ରହିବେ, କିନ୍ତୁ ସିଏ ରହିଲେ 4 ମାସ। ସବୁଟା ହିଁ ଅପ୍ରତ୍ୟାଶିତ ଥିଲା। ପୁରୀରେ ସେତେବେଳେ ସତ୍ସଙ୍ଗୀମାନଙ୍କ ସଂଖ୍ୟା ହାତ ଗଣତି। 14 ଦିନ କୌଣସି ପ୍ରକାରେ ଚାଲିଲା। 15 ଦିନ ବେଳକୁ ସବୁ ଜିନିଷ ଶେଷ ହୋଇଗଲା। ସମସ୍ତେ କିଂକର୍ତ୍ତବ୍ୟଂ ମୂଢ଼ ହୋଇ ମୁଣ୍ଡରେ ହାତ ଦେଇ ବସିଲେ। ଆମେମାନେ ତ ଦେଓଘରୁ ଆସିଛୁ, ଅତିଥି ଭଳି ରହୁଛୁ, ଖାଉଛୁ, ବୁଲୁଛୁ। ପୂଜନୀୟା ରାଙ୍ଗାମା ଶ୍ରୀ ଶ୍ରୀ ବଡ଼ଦାଙ୍କୁ ଜଣାଇଲେ ଯେ ଷ୍ଟୋରରେ ଆଉ କିଛି ନାହିଁ, ସ୍ଥାନୀୟ କର୍ତ୍ତାମାନଙ୍କର ଦେଖା ମିଳୁନି। ଶ୍ରୀ ଶ୍ରୀ ବଡ଼ଦା ଟିକେ ହସି କାର୍ତ୍ତିକଦାଙ୍କୁ ରୋଜ ବଜାର କରିବାକୁ ଓ ଯାବତୀୟ ବ୍ୟୟଭାର ବହନ କରିବା ପାଇଁ ଏବଂ ମନ୍ଦିରକୁ ଯେଉଁମାନେ ଆସୁଛନ୍ତି ବା ଆସିବେ ସେମାନଙ୍କୁ ଠିକ୍ ଭାବେ ଖାଇବାକୁ ନିର୍ଦ୍ଦେଶ ଦେଲେ। କ୍ରାଇସିସ୍ ଦେଖି ମୋତେ ଖୁବ୍ ହିଁ ଦୁଃଖ କଷ୍ଟ ହେଲେ ବି କିଛି ହିଁ କରିବାର ନାହିଁ ଭାବିଲି। 2 ଦିନ ପରେ ସିଏ ମୋତେ ଡାକି କହିଲେ, ଡାକ୍ତର, ତୁ କ'ଣ ମୋ ସଙ୍ଗେ ଗେଷ୍ଟ? ତୁ ଥାଉ ଥାଉ ମୋତେ କିଣିକରି ଖାଇବାକୁ ହେବ। ମୁଁ ଆକାଶରୁ ପଡ଼ିଲି। କ'ଣ କରିବି ନ କରିବି ଭାବି ଉଠି ପାରିଲିନି। ତାଙ୍କ କଥାଗୁଡ଼ିକ ମର୍ମସ୍ଥଳରେ ଆଲୋଡ଼ିତ ହୋଇ ମୋତେ ବୁଝାଇଦେଲା ଯେ ସିଏ କହିବାକୁ ଚାହୁଁଛନ୍ତି, ତୁମେ ମୋ ସଙ୍ଗେ ଆସିଥିଲେ ବି ମୋର ଦାୟିତ୍ୱ କିନ୍ତୁ ତୁମର। ତୁମେ ମୋ ଉପରେ ନିର୍ଭରଶୀଳ ହେଲେ ଚଳିବନି। ମୁଁ ତ ସବୁ କରିପାରେ, ସେଥିରେ ତୁମର କ'ଣଟା ହେବ? ସାରା ଜୀବନ ଠାକୁରଙ୍କ ଗଳଗ୍ରହ ହୋଇ ରହିବାକୁ ହେବ। ମୋର ଦାୟିତ୍ୱ ନେବା ଶିଖ ସବୁ ପରିସ୍ଥିତିରେ। ରାତିରେ ଭଲ ନିଦ ହେଲା ନାହିଁ। ସକାଳୁ ବହିରାଗତ କିଛି କର୍ମୀମାନଙ୍କୁ ନେଇ ଅର୍ଘ୍ୟ ସଂଗ୍ରହରେ ଗୋଟେ ଯୋଜନା ପ୍ରସ୍ତୁତ କରିଲି। ଏହି ପ୍ରଥମ ଥର ମୁଁ ଦେଓଘର ବାହାରେ ତାଙ୍କ ପାଇଁ କିଛି କରିବାକୁ ଚେଷ୍ଟା ଆରମ୍ଭ କରିଲି। ଦେଖୁ ଦେଖୁ ତାଙ୍କ ଦୟାରୁ ଆଶାତୀତ ଭାବେ ଅର୍ଘ୍ୟାଦି ଆସିବାକୁ ଲାଗିଲା। ଆନନ୍ଦ ବଜାର ପାଇଁ ଚାଉଳ ଡାଲି ପନିପରିବା ଆସିବା ଆରମ୍ଭ ହେଲା। ଯାବତୀୟ ଖର୍ଚ୍ଚାଦି ବହନ କରିବାର ସାମର୍ଥ୍ୟ ହେଲା। ସେହି ସମୟ ଭିତରେ ପୂଜନୀୟା ରାଙ୍ଗାମାଙ୍କ ପାଇଁ ଆଟାଚ୍ ବାଥରୁମ୍ ସହ ଗୋଟେ ଆଜବେଷ୍ଟସ୍ ଘର ତିଆରି କରାଗଲା। ତଳେ ଆନନ୍ଦ ବଜାର ପାଇଁ ଗୋଟେ ହଲ୍ ଘର ବି ତିଆରି କରାଗଲା। ସେବକମାନଙ୍କୁ ହାତ ଖର୍ଚ୍ଚ ଲୁଗାପଟା ଦିଆଗଲା। କାର୍ତ୍ତିକଦା ଏଯାବତ୍ ଯାହା ଖର୍ଚ୍ଚ କରିଥିଲେ ତା ତାଙ୍କୁ ଦେଇ ଦିଆଗଲା। ସିଏ ଯେତେବେଳେ ଅଗଷ୍ଟ ମାସରେ ଫେରିଲେ ସେତେବେଳେ ବେଶ୍ କିଛି ଟଙ୍କା ଉଦ୍ବୃଦ୍ଧ ରହିଗଲା। ତାଙ୍କର ଭାବି ପୁରୀ ଆଗମନ ଏବଂ ଦୀର୍ଘ ଅବସ୍ଥାନର ପୂତଯଜ୍ଞର ଗୋଟେ ଚିତ୍ର ଅଙ୍କା ହୋଇଗଲା। ଆମ ସମସ୍ତଙ୍କର ଆତ୍ମପ୍ରତ୍ୟୟ ବଢ଼ିଗଲା। ଦାୟିତ୍ୱ ଓ ସଚେତନତା ବଢ଼ିଗଲା। କର୍ମୀମାନଙ୍କ ଭିତରେ ସମ୍ଭ୍ରୀତି ଓ ସଂହତି ଗଢ଼ି ଉଠିଲା। ନ କହି କାମ ବୁଝି କରିବାର ଶିକ୍ଷା ରପ୍ତ ହେଲା। ତାଙ୍କ ପାଇଁ ସଂଗ୍ରହ କରିବାର ଆନନ୍ଦ ବଢ଼ିଗଲା। ତାଙ୍କର ଦାୟିତ୍ୱ ନେବାର ଯେ ଅସଲ ସେବା ସେଇଟା ବୁଝିବା ଶିଖିଲି। ସର୍ବୋପରି ସିଏ ଖୁସି ହେଲେ। ତାଙ୍କୁ କେନ୍ଦ୍ର କରି ଖୁସି କରିବାର ପ୍ରୟାସ ଭିତର ଦେଇ ଆମେମାନେ ଠାକୁରଙ୍କ ପାଇଁ ତିଆରି ହେବାକୁ ଲାଗିଲୁ। ସେହି ସମୟରେ
ସମସ୍ୟା ଅନେକ ଥିଲା। ସବୁ ଦିଗ ସମ୍ଭାଳି ଉଠିବା ମୁସ୍କିଲ ବି ଥିଲା। ପୂଜନିଆ ରାଙ୍ଗାମା ତାଙ୍କୁ କହିଲେ, ବିନାୟକ ଆଉ ପାରି ଉଠୁନି, ଏକା କେତେ ଦିଗ ସମ୍ଭାଳିବ? ସିଏ ମୃଦୁ ହସି କହିଲେ, ହାତଟାରୁ ଆମ୍ବ ବଡ଼ ହୋଇଯାଇଛି। ପରେ ମୁଁ ତାଙ୍କୁ ପଚାରିଲି, ଆମ୍ବ ତ ବଡ଼ ହୋଇଯିବ, କିନ୍ତୁ ହାତ ତ ବଡ଼ ହେବନି, ଯା ଅଛି ତା ହିଁ ରହିବ। ସିଏ କହିଲେ, ଆମ୍ବ ସଙ୍ଗେ ହାତକୁ ବି ବଢ଼ାଇବାକୁ ହେବ। ମୁଁ କହିଲି, ହାତ ଆଉ ବଢ଼ିବ କିପରି? ସିଏ କହିଲେ, ଆମ୍ବଟାକୁ କାଟି ଅନେକଙ୍କ ହାତରେ ଖଣ୍ଡେ ଖଣ୍ଡେ ଦେବାକୁ ହେବ, ଟାକୁଆଟା ନିଜ ହାତରେ ରଖିବାକୁ ହେବ, ବୁଝିଲୁ? ମୁଁ କହିଲି, ଠିକ୍ କରି ବୁଝିପାରିଲିନି। ସିଏ କହିଲେ, ଉପଯୁକ୍ତ ଲୋକ ଦେଖି ଦାୟିତ୍ୱ ଭାର ଭାଗ କରି ଦେବାକୁ ହୁଏ, ଆଉ ଦଉଡ଼ିଟା ନିଜ ହାତରେ ରଖିବାକୁ ହୁଏ। ବିକେନ୍ଦ୍ରୀକରଣର ଏପରି ସହଜ ବ୍ୟାଖ୍ୟା କରିଦେଇ ସିଏ ମୋତେ ରାସ୍ତା ବତେଇ ଦେଲେ। ଏହି ସୂତ୍ର ଧରି ଚାଲି ଏଯାବତ୍ ଆଉ କୌଣସି ସମସ୍ୟା ହୋଇନି। ସର୍ବଭାରତୀୟ ଦେଓଘର କି ବାହାରେ ଉତ୍ସବ ଗୋଟେ ବିଶାଳ କର୍ମଯଜ୍ଞ। ବହିରାଗତ ଅନେକ ହିଁ ତାଙ୍କୁ ପଚାରୁଥିଲେ, ଆପଣ ଏସବୁ କରନ୍ତି କିପରି? ମୁଁ ବି ଏ ଜାତୀୟ ପ୍ରଶ୍ନ ତାଙ୍କ ନିକଟରେ ରଖିଥିଲି। ସିଏ କହିଲେ, ମୁଁ କିଛି ହିଁ କରେନା, ସେଇ କାର୍ତ୍ତିକ, କେଷ୍ଟ ଏମାନଙ୍କର ହିଁ ସବୁ କରନ୍ତି। ମୁଁ କେବଳ ବସି ନାମ କରେ। ଠାକୁରଙ୍କ ଦୟାରୁ ସେମାନଙ୍କ ହାତ ଦେଇ ସବୁକିଛି ହୋଇଯାଏ, ଆଉ ନାଁ ହୁଏ ମୋର। ମୁଁ ଜାଣିବାକୁ ଚାହିଁଲି, କେବଳ କ'ଣ ନାମ କରିଲେ ସବୁ ହୋଇଯାଏ? ସିଏ କହିଲେ, କର୍ତ୍ତା ଭାବ ନେଇ କରିଲେ ହେବ ନାହିଁ। ପ୍ରସ୍ତୁତି ତ ଦରକାର, ଲୋକ ବି ଦରକାର। ତେବେ ଅକର୍ତ୍ତା ଭାବ ତାଙ୍କ ଉପରେ ସବୁ ଛାଡ଼ି ଦେବାକୁ ହେବ। ଅକର୍ତ୍ତା ଭାବ ହୋଇ ତାଙ୍କ ଉପରେ ସବୁ ଛାଡ଼ିଦେବାକୁ ହେବ। ସେତେବେଳେ ନାମର ଶକ୍ତି କାମରେ ଲାଗେ। 1974 ସାଲରେ ଆଶ୍ରମକୁ ଆସିବା ପରେ ସିଏ ଓଡ଼ିଶାରେ ପାଞ୍ଜା ଦେବା ବିଷୟରେ, ଉପଯୁକ୍ତ କର୍ମୀ ସଂଗ୍ରହ ଓ ନିର୍ବାଚନର କଥା କହନ୍ତି ଏବଂ ନିର୍ବାଚନ ବିଷୟରେ କିଛିଟା ଦାୟିତ୍ୱ ଦିଅନ୍ତି। କର୍ମୀ ନିର୍ବାଚନରେ କ'ଣ କ'ଣ ଗୁଣ ଦେଖିବା ଦରକାର ତା ସିଏ ମୋତେ ବୁଝାଇ କୁହନ୍ତି। ଆଉ କୁହନ୍ତି, ଠାକୁରଙ୍କ ଲୋକ କି ନା ଦେଖିବାକୁ ହୁଏ। ତୁମର ବ୍ୟାଗ ବୋହି ବୁଲୁଛି କି ତୁମର ବ୍ୟାଗ ଧରି ପଛେ ପଛେ ଚାଲୁଛି, ବା ଲୋକେ ତୁମକୁ କେତେଟା ପ୍ରଣାମ କରୁଛନ୍ତି, ଏସବୁ ଦେଖି ନିର୍ବାଚନ କରିଲେ ଚଳିବନି। ସବୁ କର୍ମୀମାନଙ୍କୁ ବି କହି ଦେବାକୁ ହୁଏ। ମୁଁ ପ୍ରଥମେ ଆପତ୍ତି କରି ଏ କାମ ନ କରିବା କଥା କହିଲି। ମୁଁ କହିଥିଲି, ଏ କାମ ପାଇଁ ମୁଁ ଉପଯୁକ୍ତ ନୁହେଁ। ମୋର ନିଜର ଅନେକ ଭୁଲ। ମୁଁ ଅନ୍ୟକୁ ପୁଣି ନିର୍ବାଚନ କରିବି କ'ଣ? ସିଏ ଉତ୍ତରରେ କହିଥିଲେ, ଝାଡ଼ୁ ଦେଖିଛୁ, ଝାଡ଼ୁରେ ମଇଳା ଥାଏ, ପୁଣି ସେଇ ଝାଡ଼ୁରେ ଘର ପରିଷ୍କାର ବି କରନ୍ତି। ତୁ ମୋର ହାତର ଝାଡ଼ୁ। ମୁଁ କହିଲି, ଅନେକ ହିଁ ତ ଅଛନ୍ତି, ମୋତେ କାହିଁକି? ସିଏ କହିଲେ, ଏବେ ତ ତୋତେ ପାଇଛି, ଛାଡ଼ିବି କାହିଁକି? ଯେତେବେଳେ ପଳାଇବୁ ସେତେବେଳେ ଦେଖାଯିବ। ଏଇଭଳି ସେ ଜଟିଳ ଭାବଟାକୁ ହାଲୁକା କରିନେଲେ। ଦେଓଘରକୁ ଆସିବାର କେଇ ବର୍ଷ ପରେ ସିଏ ଦିନେ ମୋତେ କହିଲେ, ମୁଁ ଯଦି ତୋତେ କିଛି ଦିଏ ତୁ ନେବୁ ତ? ମୁଁ କହିଲି, ଆପଣ କ'ଣ ଦେବାକୁ ଚାହୁଁଛନ୍ତି? ସିଏ କହିଲେ, ପରେ କହିବି। ତାର ଠିକ୍ 2 ଦିନ ପରେ କାର୍ତ୍ତିକ ଦା ମୋତେ ଡାକି କହିଲେ, ଶ୍ରୀ ଶ୍ରୀ ବଡ଼ଦା ଆପଣଙ୍କୁ କିଛି ଟଙ୍କା ଦେବାକୁ କହିଛନ୍ତି। ଆପଣ ଏଇଟା ନାରାୟଣ ନିକଟକୁ ନେଇ ଯିବେ। ମୁଁ କହିଲି, ଟଙ୍କା? ବଡ଼ଦା ମୋତେ ଟଙ୍କା ଦେବେ କାହିଁକି? ଆଉ ମୁଁ ନେବି ବା କାହିଁକି? କାର୍ତ୍ତିକ ଦା କହିଲେ, ମୋ ଉପରେ ଶ୍ରୀ ଶ୍ରୀ ବଡ଼ଦାଙ୍କ ଆଦେଶ। ଏହାଠାରୁ ବେଶୀ କିଛି କହିପାରିବିନି। ମୁଁ କାର୍ତ୍ତିକ ଦାଙ୍କ ନିକଟରୁ ଚାଲି ଆସିଲି। ଟଙ୍କା ବି ନେଲିନି। ନାରାୟଣ ଭାଇଙ୍କ ନିକଟକୁ ବି ଗଲିନି। କାର୍ତ୍ତିକ ଦା ଶ୍ରୀ ଶ୍ରୀ ବଡ଼ଦାଙ୍କୁ କଥାଟା ଜଣାଇବାରୁ ସିଏ ପୁଣି ପରଦିନ ମୋତେ ଡାକି କହିଲେ, କାର୍ତ୍ତିକ ତୋତେ କିଛି କହିନି? ମୁଁ କହିଲି, ହଁ, କହିଛନ୍ତି ନାରାୟଣ ଭାଇଙ୍କ ନିକଟକୁ ଆପଣଙ୍କ ଦିଆ ଟଙ୍କା ନେବାକୁ। ମୁଁ ନେଇନି। ସିଏ ଗଳା ଭାରି କରି କହିଲେ, କାହିଁକି ନେଇନୁ? ମୁଁ କହିଲି, ମୁଁ ଆପଣଙ୍କ ନିକଟରୁ ଟଙ୍କା ନେବି କାହିଁକି? ପାରିଲେ ମୁଁ ଆପଣଙ୍କୁ ଦେବି, ଆଉ ଅଫିସରୁ ଟଙ୍କା ନେବି ବା କାହିଁକି? ସିଏ କହିଲେ, ସେଇଟା ଅଫିସର ଟଙ୍କା ନୁହେଁ, ମୋ ଟଙ୍କାରୁ ତୋତେ ଯଦି କିଛି ଦିଏ ତୋର ଆପତ୍ତି କେଉଁଠି? ଏଇଟା ତ ମୁଁ ଦେଉଛି, ତୁ ତ ଚାହୁଁନୁ। ମୁଁ କହିଲି, ଆପଣଙ୍କ ନିକଟରୁ ନେଇ ମୁଁ ଖୁସି ହେବିନି, ବରଂ ଆପଣଙ୍କୁ କିଛି ଦେଇପାରିଲେ ଖୁସି ହୁଅନ୍ତି।
ସିଏ ଟିକେ ଧମକ ସ୍ୱରରେ କହିଲେ, ମୁଁ ଦେଉଛି ଆଉ ତୁ ନେଉନାହୁଁ। ତୁ ହୁଏତ ନେଲୁନି, କିନ୍ତୁ ମୋତେ କ'ଣ ଦେଇପାରିଲୁ? ନ ଦେବାର ବଡ଼ କଥା ନୁହେଁ, ନ ଦେବାଟା ବଡ଼ କଥା ନୁହେଁ, ଦେବାଟା ବଡ଼ କଥା। ଆଉ ଏ ନ ଦେବାର ଭିତରେ ଅହଙ୍କାର ଅଛି। ଅହଙ୍କାର କରିବା ଭଲ ନୁହେଁ। ତୁ ନେଲେ ମୁଁ ଖୁସି ହେବି। ଏହାପରେ ମୋର ଆଉ କିଛି କହିବାର ନଥିଲା। ମୁଁ ଅଫିସକୁ ଯାଇ ନାରାୟଣ ଭାଇଙ୍କ ନିକଟକୁ ସେଇ ଆଶୀର୍ବାଦୀ ଟଙ୍କା ନିଏ ଏବଂ ତାଙ୍କ ନିକଟରେ ଆସି ନିବେଦନ କରେ। ସିଏ କହିଲେ, ଶ୍ରୀ ଶ୍ରୀ ଠାକୁର ଅଫିସରୁ କେହି କିଛି ନେଉ ତା ପସନ୍ଦ କରୁନଥିଲେ। ତୋର ବାପା ତୋତେ ମୋ ନିକଟରେ ଦେଇଛନ୍ତି। ମୁଁ ତୋର ବାପା ଅଭିଭାବକ। ଏହା ତୁ ମାନୁ ତ? ବାପା କ'ଣ ପୁଅକୁ କିଛି ଦେଇପାରେ ନା? ତୁ ଯେତେବେଳେ ପାରିବୁ ମୋତେ ଦେବୁ। ମୁଁ ଯାହା କରେ ଭାବିଚିନ୍ତି କରେ। ଖୋଦାଙ୍କ ଉପରେ ଖୋଦାଗିରି କରିବା ଭଲ ନୁହେଁ, ବୁଝିଲୁ? ଏହା ଏକ ସ୍ୱତନ୍ତ୍ର ଘଟଣା, ଯାହା ସଙ୍ଗେ ଅଫିସରୁ ଆଶୀର୍ବାଦୀ ନେବାର କୌଣସି ସମର୍ଥନ ବା ସମ୍ପର୍କ ନାହିଁ। ସମସ୍ତ ଘଟଣାବଳୀ ଭିତର ଦେଇ ସିଏ ମୋର ମନକୁ ବିଚାର କରିବା, ମୋର ସୂକ୍ଷ୍ମ ଅହଂ, ତାଙ୍କ ସଙ୍ଗେ ମୋର ସମ୍ପର୍କ, ତାଙ୍କର ଅଧିକାର, ମୋ ସଙ୍ଗେ ତାଙ୍କର ସମ୍ପର୍କ ସହଜ କରିବା, ତାଙ୍କ ଆଦେଶ ନିର୍ବାଚନରେ ପାଳନ କରିବା ଇତ୍ୟାଦି ଅନେକ ଗୁଡ଼ିଏ ବିଷୟରେ ଆଲୋକପାତ କରିଲେ। ଆଉ ସର୍ବୋପରି ଯୋଗ୍ୟ ହୋଇ ତାଙ୍କୁ ଯୋଗାଣ ଦେବା ବିଷୟରେ ମୋତେ ତିଆରି ହେବାର ଇଙ୍ଗିତ ଦେଲେ। ସିଏ ଦୟାକରି ତାଙ୍କ ଘରେ ମୋ ଖାଇବାର ବ୍ୟବସ୍ଥା କରନ୍ତି। ମୋ ପାଇଁ କଂସାର ଥାଳି ଗିନା ବ୍ୟବସ୍ଥା ବି କରନ୍ତି। ମୋର ଯେପରି କଷ୍ଟ ନ ହୁଏ ଅଲଗା ଭାବେ ଖାଇବାର କଥା ପୂଜନୀୟା ରାଙ୍ଗାମାଙ୍କୁ କୁହନ୍ତି। ପୂଜନୀୟା ରାଙ୍ଗାମା ସବୁ ବ୍ୟବସ୍ଥା କରିଲେ ବି ମୁଁ ସେ ସବୁରେ ରାଜି ହୋଇନି। ପୂଜନୀୟା ରାଙ୍ଗାମା ଦିନେ ମୋ ଉପସ୍ଥିତିରେ ତାଙ୍କୁ ସବୁ କଥା କହିଲେ। ସେତେବେଳେ ସିଏ କହିଲେ, ସେ ମୋତେ ନିଜର ମନେ କରୁନି, ପର ଭାବୁଛି, ତେଣୁ ଅରାଜି ହେଉଛି। ଆମେମାନେ ଯେ ତାର ନିଜ ଲୋକ ଏଇଟା ହୁଏତ ସେ ଆମମାନଙ୍କ ବ୍ୟବହାରରୁ ବୁଝିପାରୁନାହିଁ। ସିଏ ମୋ ପାଇଁ ବିଶେଷ କିଛି କରିବା ପଛରେ ତାଙ୍କର ସହଜ ସ୍ନେହ, ଭଲ ପାଇବା ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କୁ ମୋର ନିଜର ବୋଲି ଭାବିବାର କଥା ବୁଝାଇ ଦିଅନ୍ତି। ପୁଣି ମୁଁ ତାଙ୍କୁ ନିଜର ଭାବୁନାହିଁ ବୋଲି ଅସନ୍ତୁଷ୍ଟ ନ ହୋଇ ନିଜର ବ୍ୟବହାରରେ କିଛି ଅଭାବ ଅଛି ଏପରି କଥା କହିଲେ ମୁଁ ଲଜ୍ଜାରେ, ଅନୁଶୋଚନାରେ ଜର୍ଜରିତ ହେଲି। ଦିନେ ଦ୍ୱିପ୍ରହର ବେଳା ମୋତେ ପଚାରିଲେ, ନାମଧ୍ୟାନ କରୁ? ମୁଁ କହିଲି, ଟିକେ ଅଧେ କରେ। ସିଏ କହିଲେ, ଅଳ୍ପ ସମୟ ହେଉ ବା ବେଶୀ ସମୟ ହେଉ, ନାମଧ୍ୟାନ ନିୟମିତ କରିଲେ ଫଳ ମିଳିବ। ନାମଧ୍ୟାନ କରିଲେ ମଥା ଖୋଲିଯାଏ, ଆଉ ମଣିଷର ଧୀ ଓ ଗ୍ରହଣ କରିବାର ଶକ୍ତି ବଢ଼ିଥାଏ। ଜ୍ୟୋତି ମାନେ ଶରୀରକୁ ଆଲୋକ ବାହାରିବା ନୁହେଁ। ଦୀକ୍ଷା ନେବା ସମୟରେ ଋତିକ୍ ବହିର 3 ନମ୍ବର ସଂକଳ୍ପରେ ଲେଖା ଅଛି, ମୋର ଜୀବନ ଜ୍ୟୋତି ଓ ସେବାର କଥା। ଜ୍ୟୋତି ନିକଟରେ ଗୋଟେ ଷ୍ଟାର ମାର୍କ ଦେଇ ତଳେ ଗୋଟେ ଫୁଟନୋଟ ଅଛି। ସିଏ ପଚାରିଲେ, ସେଇଟା କ'ଣ ଲେଖା ଅଛି? ସେଥିରେ ଲେଖା ଅଛି, ଆଚାର, ବ୍ୟବହାର, ବାକ୍ୟ ଓ ଭାବଭଙ୍ଗୀ। ସେତେବେଳେ ସିଏ କହିଲେ, ମଣିଷର ଆଚାର, ବ୍ୟବହାର, ବାକ୍ୟ, ଭାବଭଙ୍ଗୀ ତାର ଜ୍ୟୋତି, ଯାହା ଶରୀରରୁ ବାହାରେ। ତା ଛଡ଼ା ଆଉ କୌଣସି ଜ୍ୟୋତି ନାହିଁ। ଦୀକ୍ଷା ନେବା ପରେ ଏଇଟା ରୋଜ କରୁଥିଲି, କିନ୍ତୁ ଏପରି ଭାବେ ବୁଝିନି। ତାଙ୍କ ନିକଟକୁ ଆସି କ'ଣ ପାଇଛି, କ'ଣ ହୋଇଛି ତାର ହିସାବ କେବେ କରିନି। ଯଦି କିଛି ପାଇଛି ତେବେ ଠାକୁରଙ୍କୁ ମୋର ଜୀବନରେ ଆହୁରି ନିବିଡ଼ ଭାବେ ପାଇଛି। ଆଉ ଯଦି କିଛି ହୋଇଛି, କିଛିଟା ତାଙ୍କର ସେବକ ହୋଇପାରିଛି, ଦାସ ହୋଇପାରିଛି, ତାଙ୍କର ସ୍ୱାର୍ଥ ରକ୍ଷାର୍ଥେ କିଛିଟା କୁକୁର ହୋଇପାରିଛି। ଶ୍ରୀ ଶ୍ରୀ ଠାକୁର ଯେପରି ଆମମାନଙ୍କର ଗନ୍ତବ୍ୟ, ଶ୍ରୀ ଶ୍ରୀ ବଡ଼ଦା ସେହିପରି ସେହି ଗନ୍ତବ୍ୟରେ ପହଞ୍ଚାଇ ଦେବାର ପରମ ଆଚାର୍ଯ୍ୟ। ତତ୍ପଦଂ ଦର୍ଶିତଂ ଜେନ ତସ୍ମୈ ଶ୍ରୀ ଗୁରୁବେ ନମଃ। ଜୟ ଗୁରୁ।